ଗ୍ୟାସ୍ ସିଲିଣ୍ଡରକୁ ନେଇ ରାଜଧାନୀଠୁ ନେଇ ଦେଶ ଯାଏ ସବୁଠି ପଡ଼ିଛି ହାହାକାର। ମାର୍କେଟରୁ ସରିଗଲାଣି ଇଣ୍ଡକ୍ସନ ଚୁଲା। ଏବେ ଚିନ୍ତାରେ ପଡ଼ିଲେଣି ଖାଉଟି ସହ ଗୃହିଣୀ। ହଁ, ମଧ୍ୟପ୍ରାଚ୍ୟରେ ତୀବ୍ର ହେଉଛି ଯୁଦ୍ଧ। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଘନ ଘନ ଆକ୍ରମଣ ପରେ ଇରାନର ତୀବ୍ର ପ୍ରତିକ୍ରିୟା ପୁରା ବିଶ୍ୱକୁ ଦୋହଲାଇ ଦେଇଛି। ବିଶେଷ କରି ଅଶୋଧିତ ତୈଳ ବା କ୍ରୁଡ୍ ଅଏଲ୍ ଉପରେ ବ୍ୟାପକ ଭାବେ ପ୍ରଭାବ ପଡ଼ୁଛି। ଭାରତରେ ମଧ୍ୟ ସ୍ଥିତି ଧୀରେ ଧୀରେ ବିଗିଡ଼ିବାରେ ଲାଗିଲାଣି। ଘରୋଇ କମର୍ସିଆଲ ଗ୍ୟାସ୍ ପାଇଁ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। ଗ୍ୟାସ୍ ସଙ୍କଟ ଦେଖାଦେଇଥିବାରୁ ଲୋକେ ଆଉ କିଛି ବିକଳ୍ପ ନ ପାଇ ଇଣ୍ଡକ୍ସନ ଚୁଲା ଉପରେ ସମ୍ପୂର୍ଣ୍ଣ ନିର୍ଭର ହୋଇଯାଇଛନ୍ତି। ଏବେ ତାହାକୁ ନେଇ ମଧ୍ୟ ସମସ୍ୟା ଦେଖାଦେଲାଣି। ମାର୍କେଟରେ ଆଉ ମିଳୁନି ଇଣ୍ଡକ୍ସନ ଚୁଲା। ଗ୍ୟାସ୍ ସମସ୍ୟା କାରଣରୁ ଲୋକେ ଭୟରେ ଇଣ୍ଡକ୍ସନ ଷ୍ଟୋଭ୍ ବା ଚୁଲା କିଣି ଆଣୁଛନ୍ତି। ତେବେ ଇଲେକ୍ଟ୍ରୋନିକ୍ସ ଗୋଦାମଗୁଡ଼ିକରେ ଇଣ୍ଡକ୍ସନ ଚୁଲା ପାଇଁ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି। ଫଳସ୍ୱରୂପ ଏବେ ବଜାରରେ ଇଣ୍ଡକ୍ସନ ଚୁଲାର ଅଭାବ ଦେଖିବାକୁ ମିଳିଲାଣି। ଏପରିକି ବିଭିନ୍ନ ଅନଲାଇନ୍ ଆପ୍ଗୁଡ଼ିକରେ ବି ଚୁଲା ଆଉଟ୍ ଅଫ୍ ଷ୍ଟକ୍ ଲେଖୁଛି। ଏପଟେ ଗ୍ୟାସ୍ ସଙ୍କଟ, ସେପଟେ ଇଣ୍ଡକ୍ସନ ଚୁଲା ଅଭାବ ଲୋକଙ୍କ ଟେନସନ୍ ବଢ଼ାଇ ଦେଲାଣି। ଭାରତରେ ତୈଳ ସଙ୍କଟ ଭିତରେ କେନ୍ଦ୍ର ସରକାର କିନ୍ତୁ ବାରମ୍ବାର ସ୍ପଷ୍ଟୀକରଣ ରଖୁଛନ୍ତି। କହୁଛନ୍ତି ଦେଶରେ ଏବେ ସେଭଳି ବଡ଼ ଧରଣର ସଙ୍କଟ ନାହିଁ। ଘରୋଇ ଗ୍ୟାସ୍ ଉତ୍ପାଦନ ବୃଦ୍ଧି କରାଯାଇଛି, କିନ୍ତୁ ଲୋକେମାନେ ଭୟଭୀତ ହେଉଥିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ଗ୍ୟାସ୍ କାଳେ ବନ୍ଦ ହୋଇଯିବ, ସେହି ଭୟରେ ଲୋକେମାନେ ରିଲିଫ୍ କରିବାକୁ ଭିଡ଼ ଜମାଉଛନ୍ତି। ତେବେ ସବୁଠାରୁ ବଡ଼ ସମସ୍ୟା ହେଉଛି ଗ୍ୟାସ୍ ସଙ୍କଟ ଭିତରେ ଏବେ ଇଣ୍ଡକ୍ସନ ବି ସରି ଆସିଲାଣି। ବିଭିନ୍ନ ଅନଲାଇନ୍ ପ୍ଲାଟଫର୍ମରେ ଆଉଟ୍ ଅଫ୍ ଷ୍ଟକ୍ ଲେଖୁଛି, ଅର୍ଥାତ୍ ଇଣ୍ଡକ୍ସନ ଚୁଲା ସରିଯାଇଥିବା ଲେଖୁଛି। ତେବେ ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା ଓ ଦିଲ୍ଲୀ ଭଳି ଅଞ୍ଚଳରେ ଥିବା ବଡ଼ ବଡ଼ ଷ୍ଟୋରଗୁଡ଼ିକରେ ଇଣ୍ଡକ୍ସନ ନଥିବା ମଧ୍ୟ ଦେଖିବାକୁ ମିଳୁଛି। ହଁ ଆଜ୍ଞା, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘଟଣା ଭିତରେ ଭାରତରେ ଗ୍ୟାସ୍ ସଙ୍କଟ ଉଗ୍ର ରୂପ ଧାରଣ କଲାଣି। ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବାରେ ଆଶଙ୍କା ରହିଛି। କ୍ରୁଡ୍ ଅଏଲ୍ ନ ଆସିପାରିବା ଗ୍ୟାସ୍ ସଙ୍କଟର ପ୍ରମୁଖ କାରଣ ବୋଲି କୁହାଯାଉଛି। ତେବେ କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି ଦେଶରେ ଏଲ୍ପିଜି ସମସ୍ୟା ନାହିଁ, କିନ୍ତୁ ଏଭଳି ସଙ୍କଟ ଦେଖାଯାଉଛି କାହିଁକି? ତେବେ ସାଧାରଣ ଲୋକଙ୍କୁ କାହିଁକି ଲମ୍ବା ଲାଇନ୍ ଲଗାଇବାକୁ ପଡ଼ୁଛି? ବୁକିଂ କରିବା ପରେ ବି କାହିଁକି ମିଳୁନି ଗ୍ୟାସ୍? କମର୍ସିଆଲ ଗ୍ୟାସ୍ ଯୋଗାଣ କାହିଁକି ଠପ୍ ହୋଇଯାଇଛି? ଏ ନେଇ ସମସ୍ତଙ୍କ ମନରେ ଏବେ ଉଠିଛି ପ୍ରଶ୍ନ। ହଁ ଆଜ୍ଞା, ଗତ 2-3 ଦିନ ହେବ ଏବେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଗ୍ୟାସ୍ ସଙ୍କଟ ଦେଖାଦେଇଛି। ଏପରିକି ଗ୍ୟାସ୍ ଦୋକାନ ଆଗରେ ଲୋକେ ଲମ୍ବା ଲାଇନ୍ ଲଗାଉଥିବା ବେଳେ ଅନଲାଇନ୍ ବୁକିଂ ମଧ୍ୟ ଆଉ ହେଇପାରୁନାହିଁ। ଯେତେ ଫୋନ୍ ଲଗାଇଲେ ମଧ୍ୟ ସେପଟ ଆଡ଼ୁ କୌଣସି ଉତ୍ତର କି କୌଣସି ରିଙ୍ଗ ମଧ୍ୟ ଶୁଣାଯାଉନାହିଁ, ଯାହାଫଳରେ ଲୋକେ ଏବେ ଚିନ୍ତାରେ ପଡ଼ିଲେଣି। ଆଉ ଏପରିକି ଶୁଣାଯାଉଛି ଯେ ଗୋଟିଏ ଗ୍ୟାସ୍ ବୁକିଂ କଲେ ତା 25 ଦିନ ପରେ ଆଉ ଗୋଟେ ଗ୍ୟାସ୍ ବୁକ୍ କରିହେବ। ଯଦି ଏଭଳି ସ୍ଥିତି ଲାଗି ରୁହେ ତାହେଲେ ଘୋର ସମସ୍ୟା ସୃଷ୍ଟି ହେବ। ବ୍ୟୁରୋ ରିପୋର୍ଟ, ବିରଜା ନ୍ୟୁଜ୍।